ମୁଁ ଆପଣମାନଙ୍କୁ କହିବାକୁ ଚାହେଁ, ଈଶ୍ୱର ଆମମାନଙ୍କୁ ମନୋନୀତ କରିଛନ୍ତି। ଆମ୍ଭେ ଈଶ୍ୱରଙ୍କୁ ମନୋନୀତ କରିପାରିବୁ ନାହିଁ। ଈଶ୍ୱର ଆମ୍ଭମାନଙ୍କୁ ଆଗରୁ ହିଁ ସେ ଜଗତ ମଧ୍ୟରୁ ମନୋନୀତ କରିଛନ୍ତି। ଈଶ୍ୱର ଯାହାକୁ ବାଛନ୍ତି ସେ ହିଁ ତାହାଙ୍କର ପରିଚୟ ପାଇବେ, ଆଉ ସେ ହିଁ ତାହାଙ୍କର ମେଷ ହେବେ। ସେଥି ନିମନ୍ତେ ଯେଉଁମାନେ ଆଜି ପର୍ଯ୍ୟନ୍ତ ପରିଚୟ ପାଇନାହାନ୍ତି, ପ୍ରଭୁ ସେମାନଙ୍କୁ ବାଛି ନାହାନ୍ତି। ଦିନ ଆସିବ ପ୍ରଭୁ ସେମାନଙ୍କୁ ବାଛିବେ। ଯେଉଁମାନେ ବି ପ୍ରଭୁଙ୍କୁ ଆଜି ଜାଣିନାହାନ୍ତି, ଆପଣମାନେ ବି ଜାଣନ୍ତୁ, ଦିନ ଆସିବ ଆପଣମାନଙ୍କୁ ପ୍ରଭୁ ବାଛିବେ ଆଉ ଆପଣମାନେ ତାହାଙ୍କର ମେଷ ହେବେ। ଏହି ପ୍ରକାର ତ ଅନେକ ଲୋକମାନେ ଥିଲେ, ସେମାନେ ପ୍ରଭୁଙ୍କୁ ଘୃଣା କରୁଥିଲେ, କିନ୍ତୁ ପ୍ରଭୁଙ୍କୁ ସେମାନେ ନିଜେ ହିଁ ପାଇଲେ। ବାଇବେଲରେ ମଧ୍ୟ ଏହି ପ୍ରକାର ଅଛି। ଅନେକ ଯୀଶୁଙ୍କୁ ଯେଉଁମାନେ ତାଡ଼ନା କରୁଥିଲେ, ସେମାନଙ୍କୁ ହିଁ ଈଶ୍ୱର ନିଜର ପରିଚୟ ଦେଲେ। ଆଉ ସେମାନେ ଈଶ୍ୱରଙ୍କୁ ନ ଭୁଲି ସେମାନେ ଈଶ୍ୱରଙ୍କ ପଛେ ପଛେ ଜୋରଦାରରେ ଚାଲିବାକୁ ଲାଗିଛନ୍ତି। ସେଥି ନିମନ୍ତେ ପ୍ରଭୁ ଆମମାନଙ୍କୁ ମନୋନୀତ କରିଅଛନ୍ତି। ଆମ୍ଭେମାନେ ଈଶ୍ୱରଙ୍କୁ ମନୋନୀତ କରିପାରିବା ନାହିଁ। ଏ ଈଶ୍ୱର ସେ ଈଶ୍ୱର ବୋଲି ଆମମାନେ ବାଛି ମନୋନୀତ କରିପାରିବା ନାହିଁ।